ଜୟ ଜଗନ୍ନାଥ। ଆସନ୍ତୁ ଶୁଣିବା ମଞ୍ଜୁଳା ଦାସଙ୍କର ଆତ୍ମଜୀବନୀ ପୁସ୍ତକ ମୋ ପିଲାଦିନର 30 ଭାଗ। ବିଷୟ ନାଁ ହେଉଛି ଆମ ବେଳର ପୁଣ୍ୟ ପରବ। ସେତେବେଳେ ଆମ ବେଳେ କ'ଣ ସବୁ ପୁଣ୍ୟ ପରବ ଚାଲିଥିଲା ସେ ବିଷୟରେ ସେ ଲେଖିଛନ୍ତି। ସମୟ ସହ ତାଳ ଦେଇ ପର୍ବପର୍ବାଣି ରୀତିନୀତିର ପରିବର୍ତ୍ତନ ହୋଇ ଚାଲିଛି। ବିଦେଶୀ ସଭ୍ୟତାର ପ୍ରଭାବରେ ପାରମ୍ପରିକ ପର୍ବ ଲୋପ ହୋଇ କେତେ ସବୁ ଡେ ପାଳନ ହେଲାଣି। ମଦର୍ସ ଡେ, ଫାଦର୍ସ ଡେ, ଭାଲେଣ୍ଟାଇନ୍ସ ଡେ, ନ୍ୟୁ ଇୟର୍ସ ଡେ, ବାର୍ଥଡେ, କେତେ ଡେ ସବୁ ପାଳନ ହେଲାଣି। ମୋ ପିଲାବେଳେ ଯେଉଁ ପର୍ବ ଯେମିତି ପାଳନ କରାଯାଉଥିଲା ବର୍ତ୍ତମାନ ସେ ପର୍ବ ସେମିତି ଆଉ ପାଳନ ହେଉନି। ପହିଲି ଆଷାଢ଼ର ମୌସୁମୀ ଆଗମନର ସହିତ ରଜ ପର୍ବ ଆସେ। ଆମ ପିଲାମାନଙ୍କର ସବୁଠୁ ପ୍ରିୟ ପର୍ବ ମାଟି ମା ହେଉଛି ରଜ ପର୍ବ। ମାଟି ମା ରଜସ୍ୱଳା ହୋଇଥିବାରୁ କୁମାରୀ କନ୍ୟାମାନେ ମାଟିକୁ ସ୍ପର୍ଶ କରନ୍ତି ନାହିଁ। 3 ଦିନ ଧରି ଏ ପର୍ବ ପାଳନ ହୁଏ। ଚତୁର୍ଥ ଦିନ ବସୁମତୀ ମାଆକୁ ସ୍ନାନ କରାଇ ପ୍ରଥମେ ସଜବାଜ ଦିନ ଝିଅମାନେ ମୁଣ୍ଡ ଧୋଇ ହଳଦୀ ଲଗାଇ ଗାଧାଉ, ଅଳତା ବି ଲଗାଉ। ଆମ ବୋଉ, ଖୁଡ଼ି ଓ ବଡ଼ ବୋଉମାନେ ବଟାବଟି, କୁଟାକୁଟି, କଟାକଟି ସବୁ କାମ ରଜ ପୂର୍ବରୁ ସାରି ଦିଅନ୍ତି। କାହିଁକିନା ରଜରେ ଶିଳ, ଚକି, ପନିକି ସବୁ ବିଶ୍ରାମ ନିଅନ୍ତି। ରାତିରେ ପୋଡ଼ ପିଠା କରି ରଖିଦିଅନ୍ତି। ରଜରେ ଆଉ କିଛି କାମ ହୁଏନି। ଆମର ରଜ ଘର ଥାଏ। ରଜ ଘରେ ବଡ଼ ହିଂସ ପଡ଼େ। ବାରିକି ଆଣି ଆସି ଚାଉଳ, ପଇସା, ଶିଳପୁଆ ରଖି ହିଂସ ପକାଇ ଦେଇ ଯାଏ। ରାତିରେ ଉଠି ଆମେ ଗାଧୁଆ ପାଧୁଆ ସାରି ସଜବାଜ ହେଉ। ଆଉ 3 ଦିନ ଗାଧୁଆ ହେବନି। ରଜରେ କି ଗାଧାନ୍ତିନି, ଝିଅମାନେ ଗାଧାନ୍ତିନି। ରାତି ନ ପାହୁଣୁ ସଜବାଜ ସରେ। ନୂଆ ବୋଉ କି ଭାଉଜ, ଖୁଡ଼ୀମାନେ ଚନ୍ଦନ ଟିପି ଟିପି ଲଗାଇ ସୁନ୍ଦର କରି ମୁଣ୍ଡ ବାନ୍ଧି ଦିଅନ୍ତି, ଅଳତା ଲଗାଇ ଦିଅନ୍ତି। ନୂଆ ଜାମା ପ୍ୟାଣ୍ଟ ପିନ୍ଧି ଆମେ ସମସ୍ତେ ଗାଁର ସବୁ ଝିଅମାନେ ରଜ ଘରକୁ ଆସୁ। ରଜ ଘରେ ବିଭିନ୍ନ ଖେଳ ଖେଳୁ, ରେଡ଼ିଓ ଲଗାଇ, ଗ୍ରାମୋଫୋନ୍ ଲଗାଇ ଗୀତ ଶୁଣୁ। ସମସ୍ତଙ୍କ ଘରୁ ରଜ ଘରୁ ପିଠାପଣା, ଉଖୁଡ଼ା, ମିଠେଇ ଇତ୍ୟାଦି ଆସେ। ସମସ୍ତେ ସାଙ୍ଗ ହୋଇ ମଜା କରି ଖାଉ। ଦୋଳି ଲଗା ହେଇଥାଏ, ସେଥିରେ ଖେଳୁ। ଗାଁ ବୁଲିଯାଉ। ଚପଲ ପିନ୍ଧିଥାଉ, ତଳେ ଗୋଡ଼ ଟିକେ ବି ପଡ଼ିବନି। ଆଗେ ସବୁ ଗୁଆ କଳପା ପିନ୍ଧିଥିଲେ, ତାପରେ ଆମେ ସବୁ ଚପଲ ପିନ୍ଧିଥିଲୁ। ଆଉ କିଏ ଯଦି ଥଟ୍ଟାରେ କେତେକ ଲୋକ ଚପଲ ଲୁଚାଇକି ଟାଣି ଆଣିକି ତଳେ ଚଲେଇ ଦିଅନ୍ତି। ଯିଏ ତଳେ ଟିକେ ଚାଲିଲା ତାକୁ ସମସ୍ତେ ଚିଡ଼ାନ୍ତି। ଖାଇବାକୁ ବସିଲା ବେଳେ ବି ଆସନ ପାଖରେ ଚପଲ ଥୋଇ ଦେଉ। ଚପଲ ତଳେ ନ ଚାଲିବା ଆଉ ମାଟିକୁ ନ ଛୁଇଁବା ନିୟମ ଥିଲା। ରଜକୁ ପ୍ରତିବର୍ଷ ମୋର ଭାଇ ଭଉଣୀମାନଙ୍କର ନୂଆ ଚପଲ ଆସେ। ବଢ଼ିଆ ଲାଗେ ନୂଆ ଚପଲ ପିନ୍ଧିବାକୁ। ଆମର ପୂର୍ବ ପିଢ଼ିର ଝିଅମାନେ ଗୁଆ ଖଳପା ପିନ୍ଧିଥିଲେ। ପହିଲି ରଜ, ରଜ ସଂକ୍ରାନ୍ତି, ଭୂଇଁ ନଅଣ 3 ଦିନ ଧରିକି ଆମେ ରଜ ପାଳୁ। ମାଟିରେ ପାଦ ରଖୁନାହିଁ। ରାତିରେ ରଜ ଘରେ ସାଙ୍ଗ ହୋଇ ଶୋଇ ଗୀତ ଗପରେ ସମୟ ବିତାଉ। ଦିନରୁ ଖାଇ ଦେଇଥିବୁ, କାରଣ ବିଲୁଆ ଭୁକିଲେ ଖାଇବା ବନ୍ଦ। ସନ୍ଧ୍ୟାରୁ ଖେଳ, ଗୀତ, ନାଚରେ ମାତିଯାଉ। ପ୍ରଥମ ଦିନ ଟିପା ଚନ୍ଦନ, ଦ୍ୱିତୀୟ ଦିନ ପାଟି ଚନ୍ଦନ, ତୃତୀୟ ଦିନ ଫୁଲ ଚନ୍ଦନ ଲଗାଉ। ସବୁଦିନ ଅଲଗା ଅଲଗା ପୋଷାକ ପିନ୍ଧୁ। ଗାଁର ସମସ୍ତେ ଝିଅମାନଙ୍କୁ ଖାଇବାକୁ ଡାକନ୍ତି। ସବୁ ଝିଅମାନେ ସାଙ୍ଗ ହୋଇ ବୁଲି ବୁଲି ଖାଉ। କିଏ ମାଛ, ମାଂସ, ପିଠାପଣା, ଫଳମୂଳ, ଉଖୁଡ଼ା, ମିଠାଇ ସବୁ ବିଭିନ୍ନ ପ୍ରକାରର ଖାଇବାକୁ ଦିଅନ୍ତି। ଖାଇକିରି ପେଟ ପୁରିଯାଏ। ସମସ୍ତଙ୍କ ଘରେ ଭଲ ଭଲ ଜିନିଷ କରି ଖାଆନ୍ତି, ଖୁଆନ୍ତି। ଘରେ ଘରେ ପାନ ବଣ୍ଟା ହୁଏ। ବୋଉ ବିଭିନ୍ନ ଷ୍ଟାଇଲରେ ପାନ ଭାଙ୍ଗିଦିଏ। ମୁଁ ଘରେ ଘରେ ବାଣ୍ଟି ଆସେ। ଆମେ ବି ରଜପାନ ଖଣ୍ଡେ ଖଣ୍ଡେ ପାଟିରେ ଜାକି ଦେଉ। ପୁଅମାନେ ବାଗୁଡ଼ି, ତାସ, ପଶା ଖେଳନ୍ତି। ଆମେମାନେ ସବୁ ଲୁଡ଼ୁ, କ୍ୟାରମ୍, କଉଡ଼ି, ତାସ ଇତ୍ୟାଦି ଖେଳୁ। 3 ଦିନ ଧରି ଭାରି ମଜା ହୁଏ। ଯେଉଁଦିନ ରଜ ସରେ ଖାଲି ପାଦରେ ଚାଲିବାକୁ କେମିତି ଅକଳିଆ ଲାଗେ, ଭାରି ମନ ଦୁଃଖ ହୁଏ। ମୋ କୁଆଁରୀମାନଙ୍କର ଆଉ ଗୋଟେ ବଡ଼ ପର୍ବ ହେଉଛି କୁଆଁର ପୁନେଇଁ। ମୋ ମା' କହେ ଚନ୍ଦ୍ରଉଦିଆ ବରଟିଏ ପାଇବା ପାଇଁ କୁଆଁରୀମାନେ ଓଷା କରନ୍ତି। ପଢ଼ା ବହିରେ ଶୁଣିଲୁ କୁମାର ହେଉଛନ୍ତି କାର୍ତ୍ତିକ। କାର୍ତ୍ତିକ ଭଳି ଗୋଟେ ସୁନ୍ଦର ବର ପାଇବା ପାଇଁ ଏହି ଓଷା କରନ୍ତି। ଯାହାର ବର ପାଇବାକୁ ଇଚ୍ଛା ଥାଉ ବା ନଥାଉ, ସୁନ୍ଦର ଚାହାନ୍ତୁ ବା ନ ଚାହାନ୍ତୁ, କିନ୍ତୁ ଓଷା କରିବାକୁ ପଡ଼େ। ଇନ୍ଦ୍ର ପୂର୍ଣ୍ଣିମାଠୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଗୋଟିଏ ମାସ ଧରିକିରି ଏ ପର୍ବ ପାଳନ କରାଯାଏ।
ଇନ୍ଦ୍ର ପୂର୍ଣ୍ଣିମା ଦିନ ଚଉରାମୂଳେ ଜହ୍ନି କୋଟି କରି ପୂଜା ହୁଏ। ନଡ଼ିଆ ମୁଡ଼ି କରି ଖାଉ। ସେଦିନଠୁ କୁଆଁର ପୁନେଇ ଯାଏ ସବୁଦିନ ଚଉରାମୂଳେ ଜହ୍ନି ଫୁଲ ତୋଳି କୋଟି କରୁ। ଫୁଲ ବଉଳ ବେଣୀ ଖେଳୁ, ଗୀତ ଗାଉ। ଜହ୍ନ ଆସିଲେ ଶୁକ୍ଳ ପକ୍ଷରେ ଖେଳ ବେଶୀ ଜମେ। କୁଆଁର ପୁନେଇ ପୂର୍ବଦିନ ରାତିରେ ଭୋଜି କରି ଖାଉ। ରାତି ସାରା ଖେଳୁ। କାନ୍ଧରେ ହାତ ଛନ୍ଦି ଦାଣ୍ଡ ଦୁଆରେ କୁଆଁର ପୁନେଇ ଜହ୍ନକୁ ଫୁଲ ବଉଳ ବେଣୀ ଗାଇକିରି ଆମେ ଦଳ ଦଳ ହୋଇ ଖେଳୁ। ପୁଚି, ଠିଆ ପୁଚି, ତୁ ଭାଇ, ଛଦ୍ମବେଶ ହଉ, ପୁଅମାନେ ପାଳଭୂତ ହୁଅନ୍ତି। ବିଭିନ୍ନ ପ୍ରକାର ଖେଳ ଖେଳି ରାତି ପୁଆ ହୋଇଥାଉ। ରୁକୁଣା ଖୁଡ଼ିର କୁଆଁର ପୁନେଇ ଗୀତ କାତରୁ କୁଆଁର ପୁନେଇ ଗୀତ ଗାଉ। ବୋଉର ଗୀତ କାତରୁ କେତେ ଗୀତ ଦାଣ୍ଡ ପିଣ୍ଡିରେ ବସି ବୋଲୁ। ସୀତା ବିବାହ, ରୁକ୍ମଣୀ ହରଣ, କେଦାର ଗୌରୀ, ଅହିଂସା ପରମ ଧର୍ମ ଆଦି କେତେ ଗୀତ। ମା, ନୀର ଦାଦା, କମଳା ଆପା, ଖୁଡ଼ି, ରୁକୁଣା ଖୁଡ଼ି, ମୀନା ବଡ଼ ବୋଉ, ବସନ୍ତ ବଡ଼ ବୋଉ ସବୁ ଶୁଣନ୍ତି। ଡଲି, ଅଞ୍ଜୁ, ଲିଲି, ଝୁନି, କାଳି, କାଞ୍ଚନ, କାନନ, ରୀତା, ଟିକି, ବିନି, ଜିନୁ, ବାଟେଇ, ଭୁଗୁନା, ଟୁନି, ବଜି, ସୁଲିଆ, କାଳି, ଶୁକୁନି, ହେମ ଇତ୍ୟାଦି ଆମେ ସାଙ୍ଗ ହୋଇ ଖେଳୁ ବା ଗୀତ ବୋଲୁ। ଆମର ଜାତିପ୍ରଥା ଭେଦଭାବ କିଛି ନଥାଏ। କୁଆଁର ପୁନେଇ ଦିନ ରାତିରେ ଉଠି ମୁଣ୍ଡ ଧୋଇ ସଜବାଜ ହେଉ। ବୋଉ ଦୁଆର ଲିପାଲିପି କରି କୁଲାରେ ଅଛଡ଼ା ଖଇ, କଞ୍ଚା ଗୁଆ, ନଡ଼ିଆ, କଷି କାକୁଡ଼ି, ଜହ୍ନି, ଆଖୁ ଇତ୍ୟାଦି ରଖିଥାଏ। ଦୀପ ଧୂପ ଇତ୍ୟାଦି ଧରି ଖୁଡ଼ି ଆସି ଆମକୁ ଆଞ୍ଜୁଳି ଦେଇଦିଏ। ବାଳ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଆମେ ଆଞ୍ଜୁଳି ଟେକୁ। ଦିନସାରା ସୁଜି, ପୁରୀ, ତରକାରୀ ଖାଇ ରହୁ। ସନ୍ଧ୍ୟା ବେଳକୁ ଚନ୍ଦ୍ର ଉଦୟ ହୋଇ ଆସିଲେ ନନା ଚଉରାମୂଳେ ପୂଜା କରନ୍ତି। ଆମେ ଛିଡ଼ା ହୋଇ ଅର୍ଘ୍ୟ ଦେଉ। ସକାଳ ଖଇରେ ନଡ଼ିଆ, କଦଳୀ, ଗୁଡ଼ ପକାଇ ଗୀତକୁ ଚକଟି ଚାନ୍ଦ ଚକଟା କରାଯାଏ। କାକୁଡ଼ି ପତ୍ର ରଖାଯାଏ। ଚଉରାରେ ପଣା ସାରି ଚାନ୍ଦ ଚକଟା ନେଇ କଷି କାକୁଡ଼ି, ଜହ୍ନି ନେଇ ଆମେ ପୋଖରୀ କୂଳକୁ ସବୁ ଝିଅମାନେ ସାଙ୍ଗ ହୋଇ ଯାଉ। ଜହ୍ନକୁ ଦେଖୁ, ନମସ୍କାର ହେଉ। କାକୁଡ଼ି ଜହ୍ନିରେ ଦାନ୍ତ ଘଷୁ। ଚାନ୍ଦ ଚକଟା ଗୁଆ ଖୁଆଖୁଇ ହୋଇ ଚାନ୍ଦ ବସୁ। ଡଲି, କାଞ୍ଚନ, ସବୁ ବର୍ଷ ଆମେ ଚାନ୍ଦ ବସୁ। ମୋର ସାଙ୍ଗ ଆଉ କେହି ନଥାନ୍ତି। ହସରେ ପୋଖରୀ ତୁଠ ଫାଟି ପଡ଼େ। ଭାଉଜ, ଜେଜେମା ମାନେ ଟିପ୍ପଣୀ କରନ୍ତି, କଅଁଳିଆ ଜହ୍ନକୁ ପୂଜା କରିଦିଅ, ଡେରି କରନା। ଚାନ୍ଦ ବୁଢ଼ା ହେଇଗଲେ ବୁଢ଼ା ବର ପାଇବ। ଉଦିଆ କଅଁଳା ଚାନ୍ଦକୁ ପୂଜିଲେ କଅଁଳିଆ ବର ପାଇବ। ଆମ ଗାଁର ସବୁ ଝିଅମାନେ ପ୍ରାୟ କଅଁଳିଆ ବର ପାଇଛନ୍ତି। ସେଠୁ ଆସି କୁଆଁର ପୁନେଇ ଖେଳ, ଗୀତ ବୋଲି ପୁଚି ଖେଳିଲେ ରାତି ପାହିଯାଏ। ଆମ ପିଲାବେଳେ ବିଜୁଳି ଆଲୁଅ ନଥିଲା। ଦାଣ୍ଡରେ ରଣି ଫୁଲ ପରି ଜହ୍ନ ବିଛେଇ ହୋଇ ପଡ଼ିଥାଏ। କେତେ ମଜା ଲାଗେ ହସି ଖେଳି ନାଚି ଗୀତ ଗାଇବାକୁ। ଇଚ୍ଛା ହୁଏ ରାତି ନ ପାହନ୍ତା କି। ଆମ ଝିଅ ପିଲାମାନଙ୍କର ଆଉ ଗୋଟିଏ ମଜା ଓଷା ହେଉଛି ଖୁଦୁରୁକୁଣୀ ଓଷା। ଏହି ଓଷା ଭାଦ୍ରବ ମାସର ପ୍ରତି ରବିବାର ଦିନ ପାଳନ କରୁ। ରାତିରେ ଉଠି ଫୁଲ ତୋଳିବାକୁ ଯାଉ। ସବୁ ଡକାଡକି ହେଇ ଫୁଲ ତୋଳିବାକୁ ଯାଉ। ଚାଲୁଣି ନେଇଥାଉ, ପାଚିଆ ନେଇଥାଉ। ଆମ ପାଖ ପଡ଼ିଶା ନିଶ୍ଚିନ୍ତ କୋଇଲି ବରାଳ ଗାଁର ପିଲାମାନେ କାଳେ ଫୁଲ ନେଇଯିବେ, ଆଗରୁ ଯାଇ ଆମେ ସମସ୍ତଙ୍କ ବାଡ଼ିରୁ, ସ୍କୁଲ ବାଡ଼ିରୁ, ଠାକୁର ବାଡ଼ିରୁ ଫୁଲ ତୋଳୁ। ବର୍ଷା ଝିପିଝିପି ହେଉଥାଏ। ବେଳେବେଳେ ଓଦା ଫୁଲ ଗଛରୁ ଟଗର, ମାଳତୀ, ରଙ୍ଗଣୀ, ହରଗୌରା, ପାଣିକେନ୍ଦୁ, ଅରଖ ଫୁଲ ତୋଳିବାକୁ ଭାରି ଭଲ ଲାଗେ ମୋତେ। ପୋଖରୀ ନଈରୁ କଇଁ ଫୁଲ ଆମକୁ ଜାନୁ, ବାଳା, ହେମ ଇତ୍ୟାଦି ତୋଳି ଦିଅନ୍ତି। 4-5 ଚାଲୁଣି, 4-5 ପାଚିଆ ଫୁଲ ହୁଏ। ଏତେ ଫୁଲ ଦେଖିଲେ ଭାରି ଖୁସି ଲାଗେ। ଢିଙ୍କିଶାଳ ଲିପା ପୋଛା କରୁ। ତାପରେ ସାଙ୍ଗ ହୋଇ ପୋଖରୀକି ଗାଧୋଇ ଯାଉ। ହଳଦୀ ତେଲ ନେଇଯାଉ। ଗାଧୋଇ ପୋଖରୀ କୂଳରେ କାଦୁଅ ଆଣି ବାଲୁଙ୍ଗା କରୁ। ସେଥିରେ ଫୁଲ, ଭୋଗ, ଅପମରଙ୍ଗ କାଠି ମାରି ପୂଜା କରି ହୁଳହୁଳି ପକାଉ। ଗାଧୋଇଲା ବେଳେ କି ମଜା। ପାଣି ଫୋପଡ଼ା ଫୋପଡ଼ି କରି ଥଟ୍ଟା ମଜାରେ ପୋଖରୀ କମ୍ପୁଥାଏ। ଘରକୁ ଆସି ଅଲଣା ଭାତ ତୋରାଣି 2.5 ଗୁଣ୍ଡା 2.5 ଢୋକ ପିଉ। ତାପରେ ଲୁଣ ପକାଇ ଖାଉ। ସଜବାଜ ହୋଇ ଫୁଲ ଗୁନ୍ଥିବାକୁ ଯାଉ। ଢିଙ୍କିଶାଳରେ ଚିତା ଲେଖୁ। ପ୍ରତିମା ଆପା ଭଲ ଚିତା ଲେଖୁଥିଲେ। ଆମର ମାଳ ଗୁନ୍ଥି ଗଜରା ହାର ବଢ଼ିଆ କରୁଥିଲେ। ଆମକୁ ଆଗରୁ ଅଲଗା ଅଲଗା ପ୍ରକାର ମାଳ ଗୁନ୍ଥା ହେଉଥିଲା। ରୁକୁଣା ଖୁଡ଼ି ଭଲ ମାଳ ଗୁନ୍ଥି ଶିଖେଇ ଦେଲେ। ସେଇଦିନଠୁ ସେମିତି ଚାଲିଲା। କରଣ ଘରେ ଭାଲୁକୁଣି ପୂଜା ହୁଏନି। ସାରୁ ପତ୍ର, ବାସଙ୍ଗ ପତ୍ର ବାନ୍ଧି ସାଇଜ କରି କାଟି ମାଳ ଚୂଳ କରାଯାଏ। କଦଳୀ ପାଟୁଙ୍ଗରେ ବନ୍ଧାଯାଏ।
ଗଜରା ହାର, ଟଗର, ରଙ୍ଗଣୀ ଫୁଲରେ ତୋଡ଼ା ସଜାଯାଏ। ଅନ୍ୟ ଜାତିର ଲୋକମାନେ କିଏ ଭାଲୁକୁଣି ମାନସିକ କଲେ ଦିଅନ୍ତି, ଆମେ ପୂଜା କରୁ। ସନ୍ଧ୍ୟାବେଳକୁ ଖଟୁଲି ଢିଙ୍କିରେ କୋଠି ଲୋକ ସମସ୍ତେ ଭୋଗ ଆଣନ୍ତି। ପ୍ରଥମ ପାଳି ଅରୁଆ ଚାଉଳ, ତାପରେ ମୁଢ଼ି ଚୂଡ଼ା, ଶେଷ ପାଳିରେ ମଣ୍ଡା ପିଠା ଭୋଗ ହୁଏ। ତପୋଇ ଖଇ ଏସବୁ ଭୋଗ ହୁଏ। ଶେଷ ପାଳିରେ ମଣ୍ଡା ପିଠା ଭୋଗ ହୁଏ। ତପୋଇ ବହି ଦୁଇ ଜଣ ମିଶି ବୋଲୁ। ହୁଳହୁଳି ଓ ଶଙ୍ଖ ଧ୍ୱନିରେ ଗାଁ ଦାଣ୍ଡ କମ୍ପି ଉଠେ। ଭୋଗ ଖାଇ ମଜା କରୁ। ଶେଷ ପାଳିରେ ମେଢ଼ ତିଆରି କରି ତେଲିଙ୍ଗି ବାଜା, କେଳା କେଳୁଣି, ଫଡ଼ି ଖେଳ, ଘୋଡ଼ା ନାଚ ପାଟି ନେଇ ଭସାଣି ଯାତ୍ରାରେ ଠାକୁରାଣୀକି ବିସର୍ଜନ କରୁ। ଆମକୁ ବହୁତ ମଜା ଲାଗେ ଖୁଦୁରୁକୁଣୀ ଓଷା। ଏପର୍ଯ୍ୟନ୍ତ ମୁଁ ଯେଉଁଠି ଖୁଦୁରୁକୁଣୀ ପୂଜା ହୁଏ ଭୋଗ ଦିଏ ଦେଖିବାକୁ ଯାଏ। କାର୍ତ୍ତିକ ମାସର ପଞ୍ଚୁକ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆମେ ଝିଅମାନେ ରାତିରେ ଡକାଡକି ହୋଇ ଉଠୁ। ବଜ୍ରମୂଳିରେ ଝାଡ଼ୁ କରିଥାଉ। ଗାଁ ଦାଣ୍ଡ, ମଙ୍ଗଳାଙ୍କ ଆଗ, କ୍ଷେତ୍ରପାଳଙ୍କ ଆଗ, ବ୍ରଜବିହାରୀଙ୍କ ଆଗ ଓଳାଉ। ହୁଳହୁଳିରେ ଗାଁ ଦାଣ୍ଡ କମ୍ପୁଥାଏ। ଗାଧୋଇ ଆସି ସମସ୍ତଙ୍କ ଚଉରା ଗୋବର ମାଟି ପାଣିରେ ଲିପୁ। 15 ଦିନ ଆଗରୁ ବିଭିନ୍ନ ପ୍ରକାର ମୁରୁଜ କରି ରଖିଥାଉ। ଜଇଁତ ପତ୍ର ଶୁଖାଇ ସବୁଜ ମୁରୁଜ, ଇଟା ଘୋରି ନାଲି, ପତର ଚୂନା କରି ଧଳା, ହଳଦୀ ଶୁଖାଇ ଚୁରି ହଳଦୀ, ଅଙ୍ଗାର ଚୁରି କଳା ମୁରୁଜ କରି ପକାଉ। ଆଜି ଭଳି କିଣା ମୁରୁଜ ନଥିଲା। ମୁରୁଜ କରିବାରେ ବୋଉ ମା ସାହାଯ୍ୟ କରୁଥିଲେ। ମଙ୍ଗଳାଙ୍କ ପାଖରେ ସମସ୍ତେ ମିଶି ମାଟି ଆଣି ନୂଆ ଗମ୍ଭୀରା କିଣି ପଞ୍ଚକ ଆଗରୁ ବାଲୁଙ୍ଗା ଚଉରା ତିଆରି କରିଥାଉ। ବାସୁଆ ବଳଦ ବି କରିଥାଉ। ଲିପା ପୋଛା କରି ମୁରୁଜ ପକାଉ। ତାପରେ ସମସ୍ତ ଅରୁଆ ଚାଉଳ, କ୍ଷୀର, କଦଳୀ, ନଡ଼ିଆ ଭୋଗ ଆଣିଥାନ୍ତି। ଯିଏ ସବୁଠାରୁ ବଡ଼ ତାକୁ ବଡ଼ ପଣ୍ଡା ଡାକନ୍ତି। ସେ ଭୋଗ କରେ। ମୁଁ ମଧ୍ୟ କିଛି ଦିନ ବଡ଼ ପଣ୍ଡା ଥିଲି। ଡଲି ଚାନ୍ଦ ଆମେ ମିଶି ପୂଜା କରୁ। ଘଣ୍ଟ, ଶଙ୍ଖ, ହୁଳହୁଳିର ଧ୍ୱନି କମ୍ପୁଥାଏ ମଙ୍ଗଳାଙ୍କ ପୀଠ। ଶଙ୍ଖ ଘଣ୍ଟ ଧ୍ୱନିରେ କମ୍ପି ଉଠୁଥାଏ ମଙ୍ଗଳାଙ୍କ ପୀଠ। ଭୋଗ ଖାଇ ଆମେ ଘରକୁ ଆସେ। ସନ୍ଧ୍ୟା ବେଳକୁ ଆକାଶ ବସେ। ଠେକି କଣା ହୋଇଥାଏ। ତା ତଳେ ବାଲି ଦିଆଯାଇ ଦୀପ ଥୁଆ ହୋଇ ବାଉଁଶ ପୋତା ହୋଇ ରଶି ଲାଗିଥାଏ। ଶିକାରେ ବାଉଁଶ କଡ଼ି ଥୁଆ ହୋଇ ଉପରକୁ ଉଠାଯାଏ। ଘରେ ସମସ୍ତେ ଆକାଶ ବସେଇଥାନ୍ତି। ସମସ୍ତଙ୍କ ଘରେ ପ୍ରାୟ ଆକାଶ ବସେଇଥାନ୍ତି। କାହାର ଆକାଶ କେତେ ବଡ଼ ଆମେ ସବୁ ଦେଖୁ। କମ୍ପିଟିସନ୍ କରି ଆକାଶ ବସାଯାଏ। ପୂର୍ଣ୍ଣିମା ଦିନ ରାତିରେ ଡଙ୍ଗା ଭସାଇ କଦଳୀ ବାହୁଙ୍ଗା ଡଙ୍ଗା କରିଥାଉ। ମାଟିରେ ଆକାମା ତିଆରି କରୁ। ପାନ, ପରିବା, ଡାଲି, ଚାଉଳ ଆକାମା ମାଟିରେ ଛୋଟ ଶିଳ ଚକି ହାଣ୍ଡି କରିଥାଉ। ଡଙ୍ଗାରେ ଦେଇ ବତୀ ଲଗାଉ। ଆକାମା ପଇ ଗୁଆପାନ ଥୋଇ ଗୁଆପାନ ତୋର ମାସକ ଧର୍ମ ମୋର କହି ଡଙ୍ଗା ଭସାଉ। ଡଙ୍ଗା ଭସାଇ ସାରି ଆମେ ପଶ୍ଚିମେଶ୍ୱର ଗୁଣ୍ଠେଶ୍ୱର ପାଖକୁ ମହାଦେବ ଦର୍ଶନ ପାଇଁ ଯାଉ। ଅରୁଆ ଅନ୍ନ, ଓଉ, ସାରୁ, କଦଳୀ, ମୁଗର ଡାଲମା ପତ୍ରରେ ମହାଦେବଙ୍କ ଉଦ୍ଦେଶ୍ୟରେ ପାଣି ଚଢ଼ାଇ ଖାଉ। ବହୁତ ସୁସ୍ୱାଦୁ ଲାଗେ। ବୁଢ଼ୀମାନେ ତ ହବିଷ କରିଥାନ୍ତି। ରାତିରେ ରାହାସ ହୁଏ। ଆମେ ଯାଇ ସବୁ ଦେଖୁ। ତା ପରଦିନ ଛାଡ଼ ଖାଇ ହୁଏ। ଯେଉଁ ବଜ୍ରମୂଳିରେ 5 ଦିନ ଧରି ଦାଣ୍ଡ ପହଁରିଥାଉ ସେଥିରେ କିଛି ପିତା ଶୁଖୁଆ, ପୋଇ, ସାରୁ ଥୋଇ ପାଣିରେ ଭସାଉ। ଏହି ଓଷାକୁ ଦାଣ୍ଡ ପହଁରା ପଞ୍ଚୁକ କୁହାଯାଉଥିଲା। ଆମେ ପିଲାମାନେ ଯେମିତି ପରମ୍ପରା ଅନୁସାରେ ପାଳନ କରୁଥିଲୁ, ଏବେ ଆଉ ସେମିତି କିଛି କରୁନାହାନ୍ତି। କେବଳ ନୂଆ ପୋଷାକ, ଭଲ ଖାଇବାକୁ ନେଇକି ପୂଜା ହେଉଛି। ଗାଁରେ ପ୍ରାୟ ଏସବୁ ଲୋପ ହୋଇଗଲାଣି। ଏସବୁ ଛଡ଼ା ଆମେ ସ୍କୁଲରେ ସରସ୍ୱତୀ ପୂଜା, ଗଣେଶ ପୂଜା କରୁ। ବଡ଼ ଝିଅ ଭାବରେ ମୋ ପାଇଁ ସ୍ୱତନ୍ତ୍ର ଭାବରେ ପ୍ରଥମାଷ୍ଟମୀ ପର୍ବ ହୁଏ। 4 ହଳ ପ୍ୟାଣ୍ଟ ସାର୍ଟ ଆସିଥାଏ। ମୋ ମାମୁଁ ଘରୁ ଆସେ। ମୋ ବୋଉର ଧର୍ମ ବାପା ପାଟଣା ରଖିଆ ଜେଜେ ସବୁଠୁ ଦାମିକା ଫ୍ରକ୍ ଦେଇଥାନ୍ତି। ବୋଉର ଧର୍ମ ଭାଇ ଶରତ ମାମୁଁ ପଙ୍କପାଳ ସ୍କୁଲର ପ୍ରଧାନ ଶିକ୍ଷକ, ସେ ମଧ୍ୟ ଭଲ ଫ୍ରକ୍ ଦିଅନ୍ତି। ମୋ ବାପା ମଧ୍ୟ ଆଣିଥାନ୍ତି। ସକାଳୁ ସନ୍ଧ୍ୟା ବେଳ ଯାଏ ଗୋଟିଏ ପରେ ଗୋଟିଏ ଫ୍ରକ୍ ପିନ୍ଧି ଡଲି ମୋ ପ୍ରଜାପତି ଭଳି ଦାଣ୍ଡରେ ଡେଉଁଥାଉ। ମାଛ, ମାଂସ ତରକାରୀ, ଏଣ୍ଡୁରି ପିଠାର ସ୍ୱାଦ ଏବେ ବି ଅଭୁଲା। ବୋଉ ମାଆଙ୍କର ଘରୋଇ ପାରମ୍ପରିକ ପର୍ବରେ ମୁଁ ଯୋଗ ଦେଉଥିଲି। ବୋଉ ସାଙ୍ଗରେ ମାଣବସା, ଦଶହରା ଚିତା ଶିଖେ। ଚିତାଲିକା ଅମାବାସ୍ୟାରେ ବୋଉ ଚିତଉ କରିଦିଏ। ନେଇକି ପୋଖରୀରେ ଗେଣ୍ଡାକୁ ଖାଇବାକୁ ଦିଏ। କହେ ମୋ ବାପାଙ୍କ ଗୋଡ଼ କାଟିବନି, ଟିକେ ଦିଏ। ପୁଣି ଟିକେ ଦେଇ କହେ ମାଆ ଗୋଡ଼ କାଟିବନି। ତାପରେ ବୋଉ, ଭାଇ, ଭଉଣୀ ଶେଷରେ ମୋ ଗୋଡ଼ କାଟିବନି କହି ସବୁ ପିଠା ଦେଇ ଆସେ। ଟିପି ଟିପି ବରଷାରେ ଭିଜି ଭିଜି ଗେଣ୍ଡାକୁ ଖାଇବାକୁ ଦେବାକୁ ଭାରି ଭଲ ଲାଗେ। ଶ୍ରାବଣ ମାସରେ ଗହ୍ମାପୁନେଇରେ ଗୁହାଳେ ଚିତା ଲେଖା ହୁଏ। ବଳଦ, ଗାଈ, ଲଙ୍ଗଳ, ମଇ ଇତ୍ୟାଦିର ଚିତ୍ର ମୁଁ କରେ।
ତାକୁ ସବୁ ସଜାଏ। ଜନ୍ମାଷ୍ଟମୀରେ କୋଠି ପୂଜା ହୁଏ, ହରିବଂଶ ପଢ଼ା ହୁଏ। ଦୀପାବଳି ତ ଆମର ଆନନ୍ଦର ପର୍ବ। ବାଣ ପଡ଼େ, ଦୀପ ଜାଳି ମଜା କରୁ। କାହାର କେତେ ବାଣ ଫୁଟା ହେଲା ପ୍ରତିଯୋଗିତା ଚାଲେ। ମୁଁ ଫୁଲଝଡ଼ି ଶୂନ ଫୋଟକା ଫୁଟାଏ। ମୋ ଭାଇ ବହୁତ ବାଣ ଫୁଟାଇବାକୁ ଭଲ ପାଏ। ଚକ୍ରୀ, ଲଙ୍କା ବାଣ, ରକେଟ୍ ବାଣ, ଗଡ଼ି ବାଣ, ତାଳ ଫୋଟକା, ପସ୍ ବାଣ, ସାପ ବାଣ ଇତ୍ୟାଦି। ବହୁତ ମଜା ଲାଗେ। ବୋଉର ରବିନାରାୟଣ ବ୍ରତ, ଚାନ୍ଦ ପୂଜା ଆମେ ଦେଖିବାକୁ ଭଲ ଲାଗେ। ପାଟ ଓଷା ବୋଉ କରେ। ଦାଣ୍ଡରେ କୋଠି କରି ସମସ୍ତେ ମିଶି ପୂଜା କରନ୍ତି, ଆମେ ଦେଖୁ। ବୋଉ ମୋ ମୁଣ୍ଡରେ, ଭାଇ ଭଉଣୀଙ୍କ ମୁଣ୍ଡରେ ଗଜମଣି ବାଡ଼ାଏ, ଆମେ ବେଶୀ ଦିନ ବଞ୍ଚିବୁ ବୋଲି। ଶାମ୍ବ ଦଶମୀରେ ବଡ଼ି ଭୋରୁ ବାଇଗଣ ପତ୍ରରେ ବିଭିନ୍ନ ପ୍ରକାର ପିଠା ମିଠା ବଢ଼ା ହୋଇ ବାଳସୁଝିକୁ ଉପାସନା କରାଯାଏ। 7ଟି ପତ୍ରକୁ ପିଲାମାନଙ୍କୁ ବଣ୍ଟାଯାଏ। ଆମେ ଘର ଘର ବୁଲି ବାଇଗଣ ପତ୍ର ଆଣି ବିଭିନ୍ନ ପ୍ରକାର ପିଠା ଖାଉ। ମଙ୍ଗଳବାର ଓଷା ଦେଖୁ। ଦାଣ୍ଡରେ ପୁନେଇ ପଣା ହୁଏ। ବଉଳ ଅମାବାସ୍ୟା ବହୁତ ମଜା ଲାଗେ। ଆମ୍ବ ଗଛ ମୂଳ ଓଳା ହୁଏ। ଗଛରେ ଚିତା ସିନ୍ଦୁର ଲଗାଯାଏ। କଇଁଛା ଭୋଗ ହୋଇ ଗଛକୁ ଫୋପଡ଼ାଯାଏ। ମୁଁ ଗଛକୁ ପିଠା ଫୋପାଡ଼େ। ଭଲ ଆମ୍ବ ହେଉ ବୋଲି ଫୋପଡ଼ାଯାଏ। ସନ୍ଧ୍ୟାବେଳେ ଦାଣ୍ଡ ଭୋଗ ଦାଣ୍ଡରେ ହେଲେ ମୁଁ ଯାଇ ଦେଖେ। ଓଳକିଏ ସୂର୍ଯ୍ୟ ଦେବତାଙ୍କୁ ଉଖୁଡ଼ା ଭୋଗ ଧରିକି ଆସେ। ସତ୍ୟନାରାୟଣ ପୂଜା ହେଲେ ପାଲା ଶୁଣିବାକୁ ଭଲ ଲାଗେ। ପାଲା ଶୁଣି ଚିରିଣି ଖାଏ। ଶନି ମେଳାରେ କୀର୍ତ୍ତନ ମେଳା ବହି ଶୁଣେ। ଖଇ ଭୋଗ ଖାଏ। ଶେଷ ଦିନ ଭୋଜି ଭାତ ହୁଏ। ଶାରଳାଙ୍କ ମେଳା ମୋ ବୋଉ କରେ। ପ୍ରାୟ ସବୁ ପୂଜା ପର୍ବପର୍ବାଣୀ ମେଳା ମହୋତ୍ସବ ଆମ ଘରେ ବୋଉ କରିଥାଏ। ପୂଜାପୂଜି କରିବା ପରମ୍ପରା ବିଧିବିଧାନକୁ ମାନିବା ମୋ ଭକ୍ତି ରକ୍ତରେ ଜଡ଼ିତ। ସମସ୍ତଙ୍କ ଠାରୁ ବିରୋଧ ଶୁଣିଲେ ବି ମୁଁ ଛାଡ଼ିପାରୁନି। ପର୍ବପର୍ବାଣୀ ବିଧିବିଧାନକୁ ମାନିବାକୁ ଭଲ ଲାଗେ। ବଞ୍ଚିଥିବା ପର୍ଯ୍ୟନ୍ତ ସେତିକି ସମ୍ଭବ କରିବାକୁ ଚେଷ୍ଟା କରିବି। ଗାଁର ପାରମ୍ପରିକ ପୁନିଆ ପର୍ବକୁ ଛାଡ଼ି ଠାକୁରବାଡ଼ି ବ୍ରଜବିହାରୀଙ୍କ ପାଖରେ ହୋଇଥିବା ପର୍ବଗୁଡ଼ିକ ମୁଁ ଖୁବ୍ ଉପଭୋଗ କରେ। ଦେବସ୍ନାନ ପୂର୍ଣ୍ଣିମାରେ ଠାକୁରଙ୍କ ପହଣ୍ଡି ବିଜେ ହୁଏ, ଭାରି ଭଲ ଲାଗେ। ଚନ୍ଦନ ଯାତ୍ରା ଠାକୁର ଚାପ ଖେଳିବାକୁ ଉଠିକି ଯାଆନ୍ତି। ମୁଁ ଆଲଟ ଚାମର ଧରି ଠାକୁରଙ୍କ ପାଖରେ ପଙ୍ଖା କରିଯାଏ। ଡଲି ଓ ମୁଁ ଡଙ୍ଗାରେ ବସି ଚାପ ଖେଳୁ। ରାତିରେ ଡଙ୍ଗାରେ ବସି ଡଙ୍ଗା ବୁଲେ। ମା ଓ ଅନ୍ୟ ଲୋକମାନେ ହୁଡ଼ା ଉପରେ ବସି ଦେଖୁଥାନ୍ତି। ଛାତ ଘର ବୁଲି ଆସୁ। ପାଣିରେ ଆଲୁଅ ପଡ଼ିଥାଏ। ହରିବୋଲ ହୁଳ ହୋଇ ଦୁନିଆରେ ଠାକୁର ବାଡ଼ି କମ୍ପି ଉଠେ। ଅଷ୍ଟପ୍ରହରୀ କୀର୍ତ୍ତନ ସଙ୍ଗରେ ବୁଲି ନଗର କୀର୍ତ୍ତନ, ହରିଲୁଟ, ନଡ଼ିଆ, ବାଦାମ, ପାୟସ ଖାଇବାକୁ ମଜା ଲାଗୁଥିଲା। ମୋର ଭାଇ ଭଉଣୀମାନଙ୍କ ଜନ୍ମଦିନ ପାଳନ ହୁଏ ନକ୍ଷତ୍ର ଅନୁସାରେ। ଆମେ ନୂଆ ପୋଷାକ ପିନ୍ଧୁ, ଭଲ କରି ତରକାରୀ କରି ଖାଉ, ଭଲ ପିଠା ପଣା କରି ଖାଉ। ଝିଅମାନେ ବଡ଼ ହେଲେ କ୍ଷୀର ଭୋଜି ଭାତ ହୋଇଥାଏ। ଆମେ 7 ଦିନ ପରେ ଘରେ ଲୁଚି ରହୁଥିଲୁ। ସେଇଟା ବହୁତ ଖରାପ ଲାଗୁଥିଲା। ଭୟ ଓ ଲାଜ ସଙ୍କୋଚରେ ଦେହ ସରୁଥିଲା। ଆମ ପିଲାଦିନେ ଗୋଟିଏ ଦି'ଟା ଘର ଛାଡ଼ିଦେଲେ ଆଜି ଭଳି ଏତେ ଠାକୁର ପୂଜା କରୁନଥିଲେ। ଫଟୋ କି ମୂର୍ତ୍ତି ଘରେ ନଥିଲା। ପର୍ବପର୍ବାଣୀ ଘରର ମଝି କୁମ୍ଭ ପାଖରେ ପୂଜା ହୁଏ। ଦେଇ ପିଣ୍ଡିରେ ଭୋଗରାଗ ଦିଆହୁଏ। ବାଡ଼ିଆଡ଼େ ଦିଆହୁଏ। ଠାକୁର ଘର ନଥିଲେ ବି ସମସ୍ତଙ୍କ ଦାଣ୍ଡ ଦୁଆର ଡାହାଣ ପଟେ ବୃନ୍ଦାବତୀ ଥିଲେ। ସକାଳେ ପାଣି ଦିଆହୁଏ ତୁଳସୀ ମୂଳେ। ସନ୍ଧ୍ୟାରେ ସଞ୍ଜବତୀ ଲଗାଯାଏ। ସବୁ ଘରେ ବୃନ୍ଦାବତୀରେ ପ୍ରତିଦିନ ପୂଜା କରୁଥିଲେ। ପିଲାଦିନେ ପର୍ବପର୍ବାଣୀ ଦେଖିବାକୁ ଭଲ ଲାଗୁଥିଲା। ଏବେ ବି ବହୁତ ଭଲ ଲାଗେ। ଦୁଃଖ ଲାଗେ ସେ ପରମ୍ପରା ଆଉ ନାହିଁ। ଖାଲି ଭଲ ପିନ୍ଧିବା, ଭଲ ଖାଇବାରେ ପର୍ବ ସୀମିତ ରହିଯାଇଛି। ମୋ ପିଲାଦିନ ପୁନିଆ ପର୍ବ ରୀତିନୀତି ଖୋଜିଲେ ବି ଏବେ ମିଳେ ନାହିଁ। ନମସ୍କାର। ଆଜି ଏତିକି।